ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ସଂସ୍କୃତ ଭାଷା ସୋପାନର ଅଷ୍ଟମ ପାଠଟିକୁ ଆଲୋଚନା କରିବା। ପ୍ରଥମେ ଏହି ପାଠର ବ୍ୟାଖ୍ୟା ସହିତ ପ୍ରଶ୍ନୋତ୍ତର ଆଲୋଚନା କରିବା। ତେଣୁ ଧ୍ୟାନର ସହକାରେ ଏହି ପାଠଟି ବୁଝିବା ପାଇଁ ଚେଷ୍ଟା କର। ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଆସ ପିଲାମାନେ ଏହି ପାଠଟିକୁ ଆମେ ଆଲୋଚନା କରିବା। ପାଠ ନାଁ ହେଉଛି ଗୋପବନ୍ଧୁ। ଗୋପବନ୍ଧୁ ଦୈତାରୀ ଦାସस्य ପୁତ୍ର ଆସୀତ୍। ଗୋପବନ୍ଧୁ ଦୈତାରୀ ଦାସଙ୍କ ପୁଅ ଥିଲେ। ଶୈଶବ କାଳତଃ ସ ଅତୀବ ଧର୍ମପରାୟଣଃ ଆସୀତ୍। ପିଲା ଦିନରୁ ସେ ଅତ୍ୟନ୍ତ ଧର୍ମପରାୟଣ ଥିଲେ। ସଃ ସତ୍ୟବାଦୀ ନଗରେ ଆଦର୍ଶ ବନବିଦ୍ୟାଳୟମ୍ ଅସ୍ଥାପୟତ୍। ସେ ସତ୍ୟବାଦୀ ଠାରେ ଏକ ଆଦର୍ଶ ବନବିଦ୍ୟାଳୟ ସ୍ଥାପନ କରିଥିଲେ। ଦୁର୍ଗତ ସେବାର୍ଥ ସଃ ସେବା ସମିତିମ୍ ଅରଚୟତ୍। ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ସେ ସେବା ସମିତି ଅରଚୟତ୍ ସେବା ସମିତି ଗଠନ କରିଥିଲେ। ଦୁର୍ଭିକ୍ଷ ସମୟେ ସ ଗ୍ରାମଂ ଅଗଚ୍ଛତ୍। ଦୁର୍ଭିକ୍ଷ ସମୟରେ ସେ ଗାଁକୁ ଗାଁ ବୁଲି ଲୋକଙ୍କ ଦୁର୍ଦ୍ଦଶା ଦେଖୁଥିଲେ। ଜନାନାଂ ଦୁର୍ଦ୍ଦଶାମ୍ ଅପଶ୍ୟତ୍। ଦୁର୍ଦ୍ଦଶା ବର୍ଣ୍ଣନ ସମୟେ ସ ଅକ୍ରନ୍ଦତ୍। ଲୋକଙ୍କ ଦୁର୍ଦ୍ଦଶା ଗାଁକୁ ଗାଁ ବୁଲି ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ଦେଖୁଥିଲେ ଏବଂ ସେମାନଙ୍କ କଷ୍ଟ ଦେଖି ସେ କାନ୍ଦି ପକାଉଥିଲେ। ଗୋପବନ୍ଧୁ ସ୍ୱାଧୀନତା ସଂଗ୍ରାମେ ଭାଗମ୍ ଅନୟତ୍। ଗୋପବନ୍ଧୁ ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଭାଗ ନେଇଥିଲେ। ବହୁବାରଂ କାରାବରଣମ୍ ଅକୋରତ୍। ବହୁ ସମୟ ଧରି ସେ କାରାବରଣ କରିଥିଲେ, ବନ୍ଦୀ ହୋଇଥିଲେ। ସେ ଅନେକ ଥର ଜେଲ୍ ଯାଇଥିଲେ। ବନ୍ଦୀ ଜୀବନମ୍ ଆୟାୟତ୍। ବନ୍ଦୀ ଗୃହେ ସଃ ବହୁ ପୁସ୍ତକାନି ଅଲିଖତ୍। ବନ୍ଦୀ ଗୃହରେ ଥିବା ସମୟରେ ବନ୍ଦୀ ଜୀବନ ବିତାଇଥିବା ସମୟରେ ବନ୍ଦୀ ଗୃହରେ ସେ ଅନେକ ପୁସ୍ତକ ରଚନା କରିଥିଲେ। ସଃ ଜନାନ୍ ପୁତ୍ରବତ୍ ଅପଶ୍ୟତ୍। ସେ ଲୋକମାନଙ୍କୁ ପୁଅ ଭଳି ସ୍ନେହ କରୁଥିଲେ, ପୁଅ ଭଳି ଦେଖୁଥିଲେ। ଗୋପବନ୍ଧୁ ଦରିଦ୍ରାଣାଂ ବନ୍ଧୁ ଆସୀତ୍। ଗୋପବନ୍ଧୁ ଦରିଦ୍ରଙ୍କର ବନ୍ଧୁ ଥିଲେ। ବର୍ତ୍ତମାନ ଏବେ ଏହାର ଅନୁଶୀଳନ ଆଲୋଚନା କରିବା। ଅନୁଶୀଳନ ଆରମ୍ଭ କରିବା ପୂର୍ବରୁ ଏହି ପାଠର କଠିନ ଶବ୍ଦାର୍ଥକୁ ଆମେ ମନେ ପକାଇବା। ଆସୀତ୍ ଅର୍ଥ ଥିଲେ। ଶୈଶବ କାଳତଃ ବାଲ୍ୟ କାଳରୁ। ଅସ୍ଥାପୟତ୍ ସ୍ଥାପନ କରିଥିଲେ। ଦୁର୍ଗତ ସେବାର୍ଥମ୍ ପୀଡ଼ିତ ଜନତାଙ୍କ ସେବା ପାଇଁ। ଦୁର୍ଗତି ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ। ଅରଚୟତ୍ ନିର୍ମାଣ କରିଥିଲେ, ରଚନା କରିଥିଲେ। ଦୁର୍ଦ୍ଦଶା ଦୁଃଖ ପୀଡ଼ା। ଅୟାପୟତ୍ ଯାପନ କରିଥିଲେ। ପୁତ୍ରବତ୍ ପୁଅ ପରି। ଅପଶ୍ୟତ୍ ଦେଖିଥିଲେ।
ଏଇଭଳି। ବର୍ତ୍ତମାନ ଆମେ ଏହି ପାଠର ପ୍ରଶ୍ନୋତ୍ତରକୁ ଆଲୋଚନା କରିବା। ଗୋପବନ୍ଧୁ କସ୍ୟ ପୁତ୍ରଃ? ଏହାର ପ୍ରଶ୍ନ ହେଉଛି ଗୋପବନ୍ଧୁ କାହାର ପୁଅ ଥିଲେ? ଏହାର ଉତ୍ତର ହେବ ଗୋପବନ୍ଧୁ ଦୈତାରୀ ଦାସସ୍ୟ ପୁତ୍ରଃ। ଗୋପବନ୍ଧୁ ଦୈତାରୀ ଦାସଙ୍କ ପୁଅ ଥିଲେ। 2 ନମ୍ବର ପ୍ରଶ୍ନ, ସ କୁତ୍ର ବନବିଦ୍ୟାଳୟମ୍ ଅସ୍ଥାପୟତ୍? ସେ କେଉଁଠାରେ ବନବିଦ୍ୟାଳୟ ସ୍ଥାପନ କରିଥିଲେ? ଏହାର ଉତ୍ତର ହେବ ସଃ ସତ୍ୟବାଦୀ ନଗରେ ଆଦର୍ଶ ବନବିଦ୍ୟାଳୟମ୍ ଅସ୍ଥାପୟତ୍। ସେ ସତ୍ୟବାଦୀରେ ଆଦର୍ଶ ବନବିଦ୍ୟାଳୟ ସ୍ଥାପନ କରିଥିଲେ। 3 ନମ୍ବର, ଦୁର୍ଗତ ସେବାର୍ଥ ସଃ କିମ୍ ଅରଚୟତ୍? ଦୁର୍ଗତିଙ୍କ ସେବା ବା ଦୁଃଖୀଙ୍କ ସେବା ପାଇଁ ସେ କ'ଣ ଗଠନ କରିଥିଲେ? ଏହାର ଉତ୍ତର ହେବ ଦୁର୍ଗତ ସେବାର୍ଥ ସଃ ସେବା ସମିତିମ୍ ଅରଚୟତ୍। ଦୁର୍ଗତ ସେବାର୍ଥ ସଃ ସେବା ସମିତିମ୍ ଅରଚୟତ୍। ସେବା ସମିତି ରଚନା କରିଥିଲେ। 4 ନମ୍ବର ପ୍ରଶ୍ନ, କଦା ସଃ ଗ୍ରାମଂ ଗ୍ରାମମ୍ ଅଗଚ୍ଛତ୍? କେବେ ସେ ଗାଁକୁ ଗାଁ ଯାଉଥିଲେ? ଉତ୍ତର, ଦୁର୍ଭିକ୍ଷ ସମୟେ ସଃ ଗ୍ରାମଂ ଗ୍ରାମମ୍ ଅଗଚ୍ଛତ୍। ଦୁର୍ଭିକ୍ଷ ସମୟରେ ସେ ଗାଁକୁ ଗାଁ ଯାଉଥିଲେ। 5 ନମ୍ବର ପ୍ରଶ୍ନ, କଦା ସଃ ଅକ୍ରନ୍ଦତ୍? ସେ କେବେ କାନ୍ଦୁଥିଲେ? ଜନାନାଂ ଦୁର୍ଦ୍ଦଶାଂ ଦୃଷ୍ଟ୍ୱା ସଃ ଅକ୍ରନ୍ଦତ୍। ଲୋକଙ୍କ ଦୁଃଖ ଦେଖି ସେ କାନ୍ଦୁଥିଲେ। 6 ନମ୍ବର ପ୍ରଶ୍ନ, ସ କୁତ୍ର ଭାଗମ୍ ଅନୟତ୍? ସେ କେଉଁଥିରେ ଭାଗ ନେଇଥିଲେ? ଏହାର ଉତ୍ତର ସଃ ସ୍ୱାଧୀନତା ସଂଗ୍ରାମେ ଭାଗମ୍ ଅନୟତ୍। ସେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। 7 ନମ୍ବର ପ୍ରଶ୍ନ, ବନ୍ଦୀଗୃହେ ସଃ କିମ୍ ଅକରୋତ୍? ବନ୍ଦୀଗୃହେ ସଃ କିମ୍ ଅକରୋତ୍? ଜେଲରେ ସେ କ'ଣ କରୁଥିଲେ? ଏହାର ଉତ୍ତର ହେବ ବନ୍ଦୀଗୃହେ ସଃ ପୁସ୍ତକାନି ଅଲିଖତ୍। ସେ ବନ୍ଦୀ ଥିବା ସମୟରେ ଅନେକ ପୁସ୍ତକ ରଚନା କରିଥିଲେ। 8 ନମ୍ବର ପ୍ରଶ୍ନ, ସଃ କେଷାଂ ବନ୍ଧୁ ଆସୀତ୍? ସେ କେଉଁଭଳି ବନ୍ଧୁ ଥିଲେ? ସଃ ଦରିଦ୍ରାଣାଂ ବନ୍ଧୁ ଆସୀତ୍। ସେ ଦରିଦ୍ରଙ୍କର ବନ୍ଧୁ ଥିଲେ। ବର୍ତ୍ତମାନ ଏହି ପାଠର ପ୍ରଶ୍ନ ଉତ୍ତର ଆଲୋଚନା ସରିଯାଇଛି। ତେଣୁ ଧ୍ୟାନ ସହକାରେ ମନ ଦେଇ ଏହି ଅଭ୍ୟାସ ପ୍ରଶ୍ନୋତ୍ତରକୁ ନିଜ ଖାତାରେ ଲେଖି ଅଭ୍ୟାସ କରିବା ପାଇଁ ଚେଷ୍ଟା କରିବ। ପରବର୍ତ୍ତୀ କାଳାଂଶରେ ଆମେ ଅନ୍ୟ ପାଠକୁ ଆଲୋଚନା କରିବା।